ନୀଳଗିରି ନିର୍ବାଚନ ମଣ୍ଡଳର ଗୋବର୍ଦ୍ଧନପୁର ଅଧୀନସ୍ଥ ରେମୁଣା ବ୍ଲକ ଖରିଦମୁଖୁରା ପଞ୍ଚାୟତ ଛଣକପୁର ଗ୍ରାମରେ ଥିବା ଶ୍ରୀ ଗଣେଶ ମନ୍ଦିରର ଗଣେଶ ମୂର୍ତ୍ତି ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଗୁନି ପଥରର ମୂର୍ତ୍ତି 2 ଦିନ ଧରି ହେବ। ପ୍ରଥମେ ଅଧିବେଶନ 108 କଳସ ଯାତ୍ରା ମୁଖ୍ୟ ପୂଜକ ମଦନ ମୋହନ ପଣ୍ଡା, ପୂଜକ ହରିହର ଆଚାର୍ଯ୍ୟ, ମୁକ୍ତେଶ୍ୱର ପଣ୍ଡା ପୂଜାରେ ସାମିଲ ଥିଲେ। ଆସନ୍ତାକାଲି ରବିବାର ଦିନ ଯଜ୍ଞ, ନାମ ସଂକୀର୍ତ୍ତନ, ମୂର୍ତ୍ତି ପ୍ରତିଷ୍ଠା, ପ୍ରସାଦ ସେବନ, ଭଜନ କୀର୍ତ୍ତନ ହେବ ବୋଲି ଉପଦେଷ୍ଟା ଉପେନ୍ଦ୍ର ବିଶ୍ୱାଳ ପ୍ରକାଶ କରିଛନ୍ତି। କମିଟିର ସଭାପତି ଦେବୀପ୍ରସନ୍ନ ବିଶ୍ୱାଳ, ସମ୍ପାଦକ ପଦ୍ମଲୋଚନ ନାୟକ, ଉପାଧ୍ୟକ୍ଷ ଗଜପତି ଲେଙ୍କା, ସଦସ୍ୟ ଦୁର୍ଯ୍ୟୋଧନ ଲେଙ୍କା, ତ୍ରିଲୋଚନ ନାୟକ, ରମାକାନ୍ତ ଲେଙ୍କା, ମୃତ୍ୟୁଞ୍ଜୟ ବିଶ୍ୱାଳ, ହୃଷିକେଶ ଲେଙ୍କା, ଜଗନ୍ନାଥ ଲେଙ୍କା, ସଞ୍ଜୀବ ବିଶ୍ୱାଳ, ମନୋଜ ନାୟକ, ତନ୍ମୟ ନାୟକ, ବଜ୍ରପତି ଲେଙ୍କା, ସୁଶାନ୍ତ ପ୍ରଶାନ୍ତ, ମାନସ, ଶୁଭ, ସାଇ, ଟିକୁଲ, ମିକୁଲ, ଗୁଗୁଲ, ଆୟୁଷ, ବୁବୁଲ, ସୁନୁ ପ୍ରମୁଖ ଗ୍ରାମବାସୀ ସହଯୋଗ କରିଥିଲେ। ବାଲେଶ୍ୱରରୁ ଦେବାଶିଷ ଦାସଙ୍କ ରିପୋର୍ଟ, ଲାକେଟ୍ ନ୍ୟୁଜ ଓଡ଼ିଆ।